ଆଜି ଶୁଣିବା ଓଡ଼ିଆ କଥା ସାହିତ୍ୟର ଶ୍ରେଷ୍ଠ ଲେଖିକା ପ୍ରତିଭା ରାୟଙ୍କର ଉପନ୍ୟାସ ପରିଚୟ ଭାଗ 1। ବୟସର ଏକ ସ୍ୱତନ୍ତ୍ର ଗନ୍ଧ ଅଛି। ସେହି ମହକରେ ଭରପୁର ଅରଣ୍ୟର ଅସଂଖ୍ୟ ଅନାମିକା ରାତ୍ରି କୁସୁମ। ପ୍ରତ୍ୟେକଟିର ମହକ ସ୍ୱତନ୍ତ୍ର, ପ୍ରତ୍ୟେକଟି କୁସୁମ ଭିନ୍ନ ଭିନ୍ନ ମହକରେ ଦେହ ମନକୁ ଉତ୍ତାଳ କରିପାରନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେମାନେ ସମସ୍ତେ ବୟସର ଗନ୍ଧରେ ଉତ୍ତାଳ, ଉଚ୍ଛଳ, କେବଳ ମାତ୍ର ରାତ୍ରିର କୁସୁମ। ସେମାନଙ୍କର ନାମ, ଗ୍ରାମ, ଠିକଣା କେବଳ ସେଇ ସ୍ୱତନ୍ତ୍ର ମଧୁର ବୟସ। ସେହି ଆଦିମ ଫରେଷ୍ଟ ଡାକବଙ୍ଗଳାର ପ୍ରତ୍ୟେକଟି ସ୍ନାୟୁ ସେଇ ରାତ୍ରି କୁସୁମମାନଙ୍କର ଉତ୍ତାଳ ସୁରଭିରେ ମତ୍ତ ହୋଇ ଉଠିଛି। ସେହି ନିର୍ଜନ ବଙ୍ଗଳାର ପ୍ରତିଟି କୋଣ ଅନୁକୋଣ ଯୁଗ ଯୁଗ ଧରି ରିମ୍ଝିମ୍ ତାନରେ ନାଚି ଉଠିଛି ରାତ୍ରି କୁସୁମମାନଙ୍କର ଚରଣର ନୃତ୍ୟ ଛନ୍ଦରେ। ତାର ବା କି ହିସାବ? ଆଉ ସକାଳର ଆଲୋକରେ ଆକାଶର ରଙ୍ଗୀନ ତାର ସବୁ ବିବର୍ଣ୍ଣ ମୁହଁଟିମାନ ଆକାଶର ନୀଳିମାରେ ଲୁଚାଇ ଦେବା ଭଳି। ସେହି ମହକ ଭରା ରାତ୍ରି କୁସୁମମାନେ ଫିକା ଫିକା ମୁହଁଟିମାନ ଅରଣ୍ୟର ସବୁଜିମା ଭିତରେ ଲୁଚାଇ ହଜିଯାଆନ୍ତି। ଦିନର ଆଲୁଅରେ ତାଙ୍କୁ ଆଉ ଚିହ୍ନି ହୁଏ ନାହିଁ। ଚିହ୍ନିବାର ଆବଶ୍ୟକତା ନଥାଏ ବି। ରାତ୍ରିର ଅନ୍ଧକାରରେ ମତ୍ତ ହୋଇ ଉଠିଥିବା ସେହି ଫରେଷ୍ଟ ଡାକବଙ୍ଗଳାଟି ଅଦୂରସ୍ଥ ନିର୍ବାକ ମୌନ ଶିଳାଖଣ୍ଡଟି ପରି ଧ୍ୟାନମଗ୍ନ ହୋଇପଡ଼େ। ତାର କାନ୍ଥରେ ଲିପିବଦ୍ଧ ରାତ୍ରିର ଉତ୍ତାଳ କାହାଣୀ ସେ କାହାରିକୁ ଶୁଣାଏ ନାହିଁ। ଆଦମ ଓ ଇଭ୍ର ସେ ଆଦିମ ଜୈବିକ କାମନାର ଏକ ମୂକ ସାକ୍ଷୀ ହୋଇ ଠିଆ ହୋଇ ରହେ ସେ ଆଦିମ ଡାକବଙ୍ଗଳାଟି। ଆଉ ଡାକବଙ୍ଗଳାର ସେ ଅନାଦିକାଳର ବୃଦ୍ଧ ଚୌକିଦାର ନବଘନ। ସେ ମୌନ ନିର୍ବାକ ଶିଳାଖଣ୍ଡ ପରି ମଗ୍ନ ନିଥର। ଡାକବଙ୍ଗଳାଟି ପରି ସେ ମୂକ ନିର୍ବିକାର। ସତେବା ସେ ଆଉ ଏକ ଚଳନ୍ତି ଶିଳାଖଣ୍ଡ। ସେସବୁ ଦେଖି କିଛି ଦେଖେ ନାହିଁ, ସବୁ ବୁଝି କିଛି ଯେମିତି ଅନୁଭବ କରେ ନାହିଁ। ସେ ଅବା ଏକ ନିଖୁଣ ଯନ୍ତ୍ରମାନବ, କର୍ମ ଓ କର୍ତ୍ତବ୍ୟର ଏକ ନିଦର୍ଶନ ଯେମିତି। ତାର ବା ଜୀବନ ଅଛି, ଅନୁଭବ ନାହିଁ, ମନ ଅଛି, କୌତୂହଳ ନାହିଁ। ମୁହଁ ଦେଖି କେଉଁ ସାହେବଙ୍କର କେତେବେଳେ କ'ଣ ଦରକାର ତାହା ବୁଝିନେବାକୁ ତାକୁ କଷ୍ଟ ହୁଏ ନାହିଁ। ତାହା ହିଁ ତା ଚରିତ୍ରର ଅନ୍ୟତମ ବୈଶିଷ୍ଟ୍ୟ। ଏମିତି ଅନେକ ଅଦ୍ଭୁତ ଗୁଣର ସମଷ୍ଟି ହିଁ ଏମିତି ନିର୍ଜନ ଫରେଷ୍ଟ ଡାକବଙ୍ଗଳାର ଚୌକିଦାର ପଦ ପାଇଁ ବିଶେଷ ଯୋଗ୍ୟତା। ସେଥିପାଇଁ ତା ଚାକିରିର କାର୍ଯ୍ୟକାଳ କେବେ ପୂର୍ଣ୍ଣ ହେବ ସେଥିପ୍ରତି ସେ କେହି ଗୁରୁତ୍ୱ ଦିଅନ୍ତି ନାହିଁ। ତା ଚାକିରି ଅବା ଅନନ୍ତ କାଳ ପାଇଁ। ନବଘନ ସତେବା ଏକ ଗଭୀର ସମୁଦ୍ର। ତା ମନ ତଳ କୌଣସି ପ୍ରତିକ୍ରିୟା, ତା ମୁହଁରେ କୌଣସି ଦିନ ଲହଡ଼ି ଭାଙ୍ଗେ ନାହିଁ। ପ୍ରଶାନ୍ତ ଗମ୍ଭୀର କର୍ମରତ ନବଘନ ସତେଅବା ଏକ ଗଭୀର ସମୁଦ୍ର। ତା ମନ ତଳର କୌଣସି ପ୍ରତିକ୍ରିୟା, ତା ମୁହଁରେ କୌଣସି ଦିନ ଲହଡ଼ି ଭାଙ୍ଗେ ନାହିଁ। ପ୍ରଶାନ୍ତ ଗମ୍ଭୀର କର୍ମରତ ନବଘନକୁ ଦେଖିଲେ ସାହେବମାନଙ୍କ ମନରେ ମଧ୍ୟ ସମ୍ଭ୍ରମ ଜାଗେ। ଏଇ ଅଶିକ୍ଷିତ ଅସଭ୍ୟ ବଣୁଆ ଲୋକଟିକୁ ଇତର ମନେକରି ଆଦୌ ବେଖାତିର କରିହୁଏ ନାହିଁ। ଆଖି ରଙ୍ଗେଇ ସାହେବଗିରି ଦେଖାଇ ଧମକ ଦେଇ ହୁଏ ନାହିଁ। ନବଘନର କର୍ତ୍ତବ୍ୟପରାୟଣତା, ସଚ୍ଚୋଟ ପଣିଆ ଏସବୁ ପାଇଁ ସୁଯୋଗ ଦିଏ ନାହିଁ। ନବଘନର କୌଣସି ଦୋଷ ଦୁର୍ବଳତା ସାହେବମାନଙ୍କ ଆଖିରେ ପଡ଼େ ନାହିଁ। ବରଂ ସେ ନିର୍ଜନ ଡାକବଙ୍ଗଳାରେ ନିଭୃତ ରାତ୍ରିଯାପନ କରୁଥିବା ସାହେବମାନଙ୍କର ଚରିତ୍ରର ଅନ୍ଧକାର ପାର୍ଶ୍ୱଟା ନବଘନକୁ ଜଣା। ସାହେବମାନଙ୍କର ସମସ୍ତ ଦୁର୍ବଳତା, ସମସ୍ତ ଅସାମାଜିକ ଗୋପନୀୟ କାର୍ଯ୍ୟରେ ମୂକସାକ୍ଷୀ ହେଉଛି ଏହି ବୃଦ୍ଧ ନବଘନ। ସେଥିପାଇଁ ସେ ଅନ୍ୟ ଡାକବଙ୍ଗଳାର ଚୌକିଦାରମାନଙ୍କ ପରି ସାହେବମାନଙ୍କଠାରୁ ବକ୍ସିସ୍ ନିଏ ନାହିଁ। ବକ୍ସିସ୍ ନ ନେଲେ ମଧ୍ୟ ସେ ସାହେବମାନଙ୍କୁ ଆଦୌ ବିପଦରେ ପକାଇବ ନାହିଁ, ଏ କଥା ସମସ୍ତେ ଜାଣନ୍ତି। ନବଘନକୁ ବକ୍ସିସ୍ ଦେବା ପାଇଁ ସେ ଅମିର ସାହେବମାନଙ୍କର ସାହସ କୁଳାଏ ନାହିଁ। ନବଘନ ଯେ ଉତ୍କଚ ବା ଅନାୟାସରେ ବକ୍ସିସ୍ ଗ୍ରହଣ କରେ ନାହିଁ, ଏହା ନବଘନର ଚାକିରି ଦିନରୁ ଧାରାବାହିକ ଭାବରେ କାନରୁ କାନକୁ ଡେଇଁ ଆସୁଛି। ଠିକ୍ ଗଡ଼ନ୍ତି ସୁଅର ପାଣି ଭଳି ଅନାୟାସରେ। ତେଣୁ କେହି ଏଣିକି ତାକୁ ବକ୍ସିସ୍ ଦେବା କଥା ଚିନ୍ତା କରନ୍ତି ନାହିଁ। ଡାକବଙ୍ଗଳାର ରକ୍ଷଣାବେକ୍ଷଣର ଦାୟିତ୍ୱ ଯେମିତି ତାର କର୍ତ୍ତବ୍ୟ,
ସାହେବମାନଙ୍କର ଅନେକ ଗୋପନୀୟ ନିବୃତ୍ତ କାମନାମାନଙ୍କୁ ଚରିତାର୍ଥ କରିବା ଦାୟିତ୍ୱ ବି ତାର ଚାକିରିର ଏକ ବିଶିଷ୍ଟ ଅଂଶ ଭିତରେ ପରିଗଣିତ। ସେଥିପାଇଁ କେହି ନବଘନ ପାଖରେ ଜଡ଼ତା ପ୍ରକାଶ କରନ୍ତି ନାହିଁ। ସକାଳର ବେଡ୍ ଟି, ବ୍ରେକଫାଷ୍ଟ, ଲଞ୍ଚ, ଡିନର, ଶିକାର ଆଉ ସାନ୍ଧ୍ୟ ଭ୍ରମଣ ଭଳି ରାତ୍ରିର ରୋମାଞ୍ଚ, ଉତ୍ତେଜନା, ନିତ୍ୟ ନୂତନ ଗୋପନ ଅଭିସାର ସତେ ଯେମିତି ଏକ ଦୈନନ୍ଦିନ ସାହିବୀ ଆବଶ୍ୟକତା। ସେଥିପାଇଁ ସାହେବମାନଙ୍କ ମନରେ ଯେମିତି କୁଣ୍ଠା ନାହିଁ, ଜଡ଼ତା ନାହିଁ, ନବଘନର ମନରେ ମଧ୍ୟ ସେମିତି କୌତୂହଳ ନାହିଁ, ବିଦ୍ରୋହ ନାହିଁ। ଏସବୁ ବହୁ ବର୍ଷର ଦେହସୁହା ଘଟଣାରେ ପରିଣତ ହୋଇଛି। ବିଳାସୀ ସାହେବମାନଙ୍କର ନିଦ୍ରାଭଙ୍ଗ ହେବା ପୂର୍ବରୁ ନବଘନ ଯେମିତି ସତେଜ ସଦ୍ୟ ଫୁଟନ୍ତା ବନ୍ୟ କୁସୁମର ସୁରଭିତ ସ୍ତବକରେ ମହକାଇ ଦିଏ ସାହେବମାନଙ୍କର କକ୍ଷଟିକୁ, ଠିକ୍ ସେମିତି ଅଭ୍ୟାସଗତ ସ୍ୱାଭାବିକ ଢଙ୍ଗରେ ସାହେବମାନେ ଶଯ୍ୟା ଗ୍ରହଣ କରିବା ପୂର୍ବରୁ ସେ ବାଛି ବାଛି ଅରଣ୍ୟର ଫୁଟନ୍ତ ସୁରଭିତ ଉଚ୍ଛଳ ତାରୁଣ୍ୟରେ ଭରା କିଶୋରୀ କଳିକା ତରୁଣୀ କନ୍ୟାକୁ ଆଣି ପହଞ୍ଚାଇ ଦିଏ ସାହେବଙ୍କ କକ୍ଷରେ। ଅନେକ ପ୍ରଭାତରେ ନିର୍ବିକାର ଚିତ୍ତରେ ପୂର୍ବଦିନର ବାସି ଫୁଲର ସ୍ତବକକୁ ସାହେବଙ୍କ କକ୍ଷର ଫୁଲଦାନୀରୁ କାଢ଼ି ଫିଙ୍ଗିଦେବା ଭଳି ପୂର୍ବରାତ୍ରିର ଗୋପନ ଅଭିସାରିକାମାନଙ୍କୁ ନିଃଶବ୍ଦରେ ଭାବହୀନ ଚିତ୍ତରେ ନବଘନ ବାଟ କଢ଼ାଇ ନେଇଯାଇ ଛାଡ଼ିଦିଏ ଅରଣ୍ୟର ରାସ୍ତାରେ। ଯେଉଁ ରାସ୍ତାଟି ସୁନ୍ଦରୀ ରମଣୀର ଘନକୃଷ୍ଣ କେଶରାଶି ଭିତରେ ସ୍ୱଚ୍ଛ ସଳଖ ସୀମନ୍ତଟି ପରି ଅରଣ୍ୟର ନିଘଞ୍ଚ ସବୁଜିମା ଭିତରେ ସଳଖ ହୋଇ ଲମ୍ବି ଯାଇଛି ସେହି ଅନୁନ୍ନତ ଜଙ୍ଗଲୀ ଲୋକଙ୍କର ବସ୍ତି ଭିତରକୁ, ଯାହାର ନାମ ସୁଗନ୍ଧିପୁର। ନବଘନର ଏଥିରେ ଆନନ୍ଦ ନାହିଁ, ଅନୁଶୋଚନା ନାହିଁ। ଜୀବନର ସଂଘାତ ବୟସର ବାସ୍ତବ ଅଭିଜ୍ଞତା ଭିତରେ ନବଘନ କୌତୂହଳୀ ମନର ଦନ୍ତୁରିତ ଚପଳଧାରା ସବୁ ଗଳି ଗଳି ବାଲିଗରଡ଼ାଟିଏ ଭଳି ମସୃଣ ପାଲଟିଛି। ତା ରକ୍ତରେ ଶିଥିଳତା, ମନରେ ପ୍ରଶାନ୍ତି ଆଣିଦେଇଛି ବାର୍ଦ୍ଧକ୍ୟ ସମୟର ସ୍ରୋତ। ନବଘନର ମନଟା ଗୋଟାଏ ଚିକ୍କଣ ବାଲିରଗଡ଼ା। ଯେକୌଣସି ରାସ୍ତାରେ ତାହା ନୀରବରେ ନିଃଶବ୍ଦରେ ଗଡ଼ି ଯାଇପାରେ, ବିନା ପ୍ରତିବାଦରେ। କିନ୍ତୁ ବାଲିରଗଡ଼ାଟି ଭଳି ତାର ମନଟି ଅତ୍ୟନ୍ତ କଠୋର। ନିଜ ଚିନ୍ତାଧାରା, ନିଜ ସିଦ୍ଧାନ୍ତ, ନିଜ ବିଚାରଧାରାରେ ତାହା ଅଟଳ, ଦୃଢ଼। ସେ କଥା ମଧ୍ୟ ସାହେବମାନଙ୍କୁ ଅଗୋଚର ନାହିଁ। ସେଥିପାଇଁ ନବଘନର ବ୍ୟକ୍ତିତ୍ୱଟି ପ୍ରତି ସମସ୍ତଙ୍କର ସମ୍ଭ୍ରମ, ସମ୍ମାନ, ଖାତିର ବି ଥାଏ। ଫରେଷ୍ଟ ଅଫିସରମାନଙ୍କର ନବଘନ ଉପରେ ଘୋର ଆସ୍ଥା। ସାହେବମାନଙ୍କର ସେ ଅତ୍ୟନ୍ତ ବିଶ୍ୱାସଭାଜକ। ସେଥିପାଇଁ ପ୍ରାତଃ ଭ୍ରମଣ, ସାନ୍ଧ୍ୟ ସମୀରଣ ସେବନ, ରାତ୍ରିର ସାଥୀ ହୁଏ ନବଘନ। ନବଘନର ଦୁର୍ଦ୍ଧର୍ଷ ଶିକାରୀପଣିଆ, ଅପରିସୀମ ଦୁଃସାହସ ସାହେବମାନଙ୍କୁ ଅଛପା ନାହିଁ। ତେଣୁ ତାକୁ ସାଙ୍ଗ କରିବାରେ ଅନେକ ନିରାପତ୍ତା। ସମୟ ବେଳେ ନବଘନ ନିଜର ଦୁଃସାହସିକତାର ଉତ୍ତେଜନାରେ ସାହେବମାନଙ୍କୁ ପଛରେ ପକାଇ ହିଂସ୍ର ଜନ୍ତୁଙ୍କ ପାଖରେ ନିଜ ଜୀବନକୁ ବିପନ୍ନ କରିଦେଇପାରେ। ନବଘନର ଟାଙ୍ଗିଆ ଚୋଟରେ, ବନ୍ଧୁକ ମୁନରେ, ବର୍ଚ୍ଛା ମାଡ଼ରେ ମୃତ ଶିକାର ଜନ୍ତୁଗୁଡ଼ାକ ସାହେବମାନଙ୍କର ଶିକାରୀପଣିଆର ପ୍ରମାଣପତ୍ର ହେବାରେ ସାହାଯ୍ୟ କରିଥାନ୍ତି। ନିଜେ ଶିକାର କରିଥିବା ଜନ୍ତୁମାନଙ୍କୁ ସାହେବ ଶିକାର କରିଛନ୍ତି କହିବାରେ ନବଘନର ଆପତ୍ତି ନଥାଏ। ତା ଶିକାରୀପଣିଆର ଖ୍ୟାତି ଏତେ ସୁଦୂର ବ୍ୟାପୀ ଯେ ସେଥିପାଇଁ ତା ମନରେ ଆଉ ଏବେ ସେଭଳି ବାଳକ ସୁଲଭ ଆଗ୍ରହ ଜାଗେ ନାହିଁ। ସେସବୁ ବହୁ ଅତୀତର କଥା। ନୂଆ ନୂଆ ଶିକାର କରି ରୋମାଞ୍ଚିତ ପୁଲକିତ ହୋଇ ବାହାଦୁରୀ ନେବାର ବୟସ ସେ ବହୁ ପଛରେ ଛାଡ଼ି ଆସିଛି। ସାହେବମାନଙ୍କର ଏମିତି ଅନେକ ଖିଆଲକୁ ହଜମ କରିବାକୁ ହୁଏ ନବଘନକୁ। ରାତ୍ରିର ନିଶା ସେମାନଙ୍କର ସକାଳକୁ ରହେ ନାହିଁ। ଦିନର ଆଲୋକରେ ଅନ୍ଧାର ଲୁଚିଗଲା ଭଳି ପ୍ରଭାତରେ ସାହେବମାନେ ସମସ୍ତ ବାଚାଳତା ବିସ୍ମରି ଯାଇ ଗୋଟି ପଣେ ମାର୍ଜିତ, ଭଦ୍ର, ଗମ୍ଭୀର ହୋଇ ଉଠନ୍ତି। ସାହେବୀ ପୋଷାକ ପିନ୍ଧି ପାଟିରେ ଚୁରୁଟ ଧରାଇ ନବଘନକୁ ସାଙ୍ଗରେ ଧରି ଜଙ୍ଗଲ ପରିଦର୍ଶନରେ ବାହାରନ୍ତି। ସେତେବେଳେ ସେମାନେ ଅନ୍ୟ ଏକ ମଣିଷ। ରାତ୍ରିର ସେହି କାମନାମତ୍ତ ବାଚାଳ ସାହେବଗୁଡ଼ା ପ୍ରଭାତ ହେବା ମାତ୍ରେ ଏମିତି ଆଚମ୍ବିତ ଭାବରେ ଗମ୍ଭୀର, ଭଦ୍ର, କଠୋର ହୋଇ ଉଠନ୍ତି ଯେ ବେଳେବେଳେ ନବଘନ ମଧ୍ୟ ଭ୍ରମରେ ପଡ଼ିଯାଏ। କେବଳ ଭ୍ରମରେ ପଡ଼ିଯାଏ ନାହିଁ, କେବେ କେବେ ଅସୁବିଧାରେ ମଧ୍ୟ ପଡ଼ିଯାଏ ସାହେବମାନଙ୍କର ଏହି ଅଚାନକ ରଙ୍ଗ ପରିବର୍ତ୍ତନରେ। ଯେଉଁ ବନ୍ୟ କିଶୋରୀମାନଙ୍କୁ ରାତ୍ରିର ନୀଳନିଶାରେ ଏ ସାହେବମାନେ ନିଜର ବନ୍ୟ କ୍ଷୁଧାର ପରିପୂର୍ଣ୍ଣତା ପାଇଁ ନିର୍ବିକାର ଚିତ୍ତରେ ନିଜ ଶଯ୍ୟାକୁ ତୋଳି ନିଅନ୍ତି, ସକାଳର ଆଲୋକରେ ସେମାନଙ୍କୁ ଚିହ୍ନି ପାରନ୍ତି ନାହିଁ, ସହ୍ୟ କରିପାରନ୍ତି ନାହିଁ ସେମାନଙ୍କର ଅପରିଚ୍ଛନ୍ନତା,
ଅସଭ୍ୟତା ଅନୁନ୍ନତ ଜୀବନଯାତ୍ରା ପ୍ରତି ସେହି ଶିକ୍ଷିତ ରୁଚିବାନ ସାହେବମାନଙ୍କର ଅସହ୍ୟ ଘୃଣା, ଘୋର ତାଚ୍ଛଲ୍ୟ। ରାତ୍ରିର ଅନ୍ଧକାର ଭିତରେ ଆଦିମ ଉନ୍ନତ ନିଶାରେ ଯେଉଁ ଅସହାୟ ବାଣୀୟ ବାଳିକାମାନଙ୍କୁ ପ୍ରେମପୂର୍ଣ୍ଣ ଭାଷାରେ ନାନା ପ୍ରତିଶ୍ରୁତି ଦେଇଥାନ୍ତି, ସେଇମାନଙ୍କୁ ବନ୍ୟ ସଂରକ୍ଷଣ ବିଭାଗର ନିୟମଭଙ୍ଗ ଅପରାଧରେ ଜୋରିମାନା କରନ୍ତି, ଦଣ୍ଡବିଧାନ କରନ୍ତି। ଦିନର ଆଲୋକରେ କର୍ତ୍ତବ୍ୟପରାୟଣତାର ନିଦର୍ଶନ ସ୍ୱରୂପ। ଲେମ୍ବୁ, କଇଁଥ, ଓଉ, କରବା, ମହୁଲ ଦୁଇଟା ସେମାନଙ୍କର ଅଣ୍ଟିରେ ଦେଖି ସାହେବଙ୍କର ଚକ୍ଷୁଯୁଗଳ ରକ୍ତିମ ହୋଇଉଠେ। ଗତରାତ୍ରିର ନିଶାଗ୍ରସ୍ତ ଆଖିର ରକ୍ତିମାଠାରୁ ଏ ରକ୍ତିମା ଢେର ବେଶୀ, ଏକବାରେ ଭିନ୍ନ। ବିଚରା ସରଳା ବଣକିଶୋରୀ ଦିନ ରାତ୍ରିର ଫରକ ବୁଝେ ନାହିଁ। ଦିନ ରାତିର ଫରକ ବୁଝିବା ଭଳି ଶିକ୍ଷା, ସଭ୍ୟତା, ଆଧୁନିକତା ତାର ନାହିଁ। ବିଚାରୀ ସାହେବଙ୍କର ରକ୍ତିମ ଆଖି ଦୁଇଟାକୁ ଚାହିଁ ସେ ଫିକ୍ କରି ହସିଦେଇ କହେ, ବାବୁ, ରାତିର ନିଶା ଖୁବ୍ ଝାଙ୍କିଛି, ଆଖିରୁ ରଙ୍ଗ ଛାଡ଼ି ନାହିଁ ଯେ। ରାଗ ଅପମାନରେ ଏକବାରେ ଜର୍ଜରିତ ସାହେବଙ୍କର ତନୁ ମନ। ଆଦିବାସୀ ଅପରିଚ୍ଛନ୍ନ ଝିଅଟାର କମ୍ ତ ସାହସ ନୁହେଁ, ମୁଣ୍ଡଟା ତାର ବିଗିଡ଼ି ଯାଏ ନାହିଁ ତ। ସଙ୍ଗେ ସଙ୍ଗେ ନବଘନ ଉପରେ ରାଗଟା ଛିଟିକି ପଡ଼େ। ଏମାନଙ୍କୁ ଏମିତି ଛାଡ଼ିଦେବାର ନୁହେଁ। ଜଙ୍ଗଲର ଦ୍ରବ୍ୟ ସରକାରଙ୍କର, ସେଥିରେ କାହାରି ବ୍ୟକ୍ତିଗତ ଅଧିକାର ନାହିଁ। ଝିଅଟା ସାଧାରଣର ସମ୍ପତ୍ତି ଲୁଟ୍ କରିବା ଅପରାଧରେ ଦଣ୍ଡିତ ହେବା ଦରକାର। ନବଘନକୁ ସେ ମର୍ମରେ ନିର୍ଦ୍ଦେଶ ଦେଇ ସାହେବ ବାଡ଼ି ଘୂରାଇ ବଙ୍ଗଳାକୁ ଫେରି ଆସନ୍ତି। ଆଦିବାସୀ ଝିଅଟା ଆକାଶରୁ ପଡ଼ିଲା ପରି କାବା ହୋଇ ଠିଆ ହୋଇ ରହେ ସାହେବଙ୍କ ଯିବା ବାଟକୁ ଚାହିଁ। ଏ ସାହେବଟା କାଲି ରାତିରେ ନିଶାରେ ଝୁମି ଝୁମି କହୁଥିଲା, ତତେ ଜଙ୍ଗଲର ରାଣୀ କରିଦେବି। ଏ ଜଙ୍ଗଲଟା ତୋର, ସବୁ ତୋର, ତୋ ହୁକୁମରେ ସବୁ ଚାଲିବ। ଅଥଚ ନିଶା ଛାଡ଼ିଯିବା ପରେ ସାହେବଟାକୁ ଜଙ୍ଗଲ ସମ୍ପତ୍ତି ଲୁଟ୍ ଅଭିଯୋଗରେ ଜୋରିମାନା କରିବାକୁ ଯାଉଛି। ସାହେବଟାକୁ କାଲି ରାତିରେ ନିଶା ଘାରିଥିଲା ନା ଆଜି ନିଶା ଘାରିଛି ସେ ଠଉରାଇ ପାରେ ନାହିଁ। ନବଘନ ମଧ୍ୟ ତାକୁ ନ ଚିହ୍ନିବା ଭଳି କହେ, ହେ ଟୋକୀ, ସାପ ଲାଞ୍ଜରେ ତ ହାତ ମାରିଛୁ, ଏଥର ଚୋଟ ଖା। ଚୁପଚାପ ଯାଇ ମା'କୁ କହି କୁକୁଡ଼ା ଚାରିଟା, ଡିମ୍ବ 2 ଗଣ୍ଡା, ନହେଲେ ଛୁଆ ଖାସିଟାଏ, ଠେକିଏ ବସା ଧୋଇ, ନହେଲେ ମଇଁଷି ଛେନାରୁ ଠେକିଏ। ସାହେବଙ୍କ ରାଗ ଶାନ୍ତି ପାଇଁ ବଙ୍ଗଳାରେ ଦେଇଥା, ନହେଲେ ତଳିତଳାନ୍ତ ହୋଇଯିବୁ। କିଶୋରୀଟି ଆବାକ୍ ହୋଇଯାଇ କହେ, ଘନିଆ କକା, ଲେମ୍ବୁ 2ଟା, କଇଥ ପୁଞ୍ଜେ, ମହୁଲ ଆଞ୍ଜୁଳାଏ ଜଙ୍ଗଲର ଦରବ, ଆଉ ହରିଣ, ମିରିକ, କୁଟୁରା, ବାରାହ କ'ଣ ଆକାଶରେ ଯିବ? ସାହେବ ଗୋଟା ଗୋଟା ଶିକାର କରି ଭୋଜି କରୁଛି, ସେଥିପାଇଁ କି ଜୋରିମାନା ଦେଉଛି? ନବଘନ ଜିଭ କାମୁଡ଼ି ପକାଇ କହେ, ଛୋଟ ମୁହଁରେ ବଡ଼ କଥା ସାଜେ ନାହିଁ। ଆମ ଦୋଷ ଦେଖିବାକୁ, ସାହେବଙ୍କର କାମର ବିଚାର କରିବାକୁ ଅନ୍ୟ କେହି ଅଛନ୍ତି? କେହି ନଥିଲେ ଜଣେ ଅଛି ଉପରେ। ଆଲୁଅ ଅନ୍ଧାର ଯାହା ପାଖେ ସମାନ। ସେ ଆଲୁଅରେ ଯାହା ଦେଖେ, ଅନ୍ଧାରରେ ବି ତାଠାରୁ କିଛି କମ୍ ଦେଖେ ନାହିଁ। ସେ ଭଗବାନ, ସେ ଧର୍ମ। ସମସ୍ତଙ୍କ ବିଚାର ଦିନେ ନା ଦିନେ ସେଇଠି ହେବ। ପର କଥାରେ ଆମେ କିଆଁ ମୁଣ୍ଡ ଖେଳାଇବା? ତାଙ୍କ ସଙ୍ଗେ ଝାମେଲା କରି ଆମେ ପାରି ଉଠିବା କି? ସୁନା ଝିଅଟି ପରି ମୋ କଥାଟି ମାନି ସାହେବଙ୍କ ରାଗ ଶାନ୍ତିର ଭୋଗ ବଙ୍ଗଳାକୁ ପଠାଇ ଦେଇ ବାଟେ ବାଟେ ଯା। ତୁ ଭଲ, ମୁଁ ବି ଭଲ। ଝିଅଟି ବାସି ଫୁଲଟି ପରି ଶୁଖିଲା ମୁହଁରେ ଆପଣାର ଲୁଗାକାନି ଅଣ୍ଡାଳେ। ରାତିର ପାଉଣା ଏବେ ବି ମୋଡ଼ାମୋଡ଼ି ହୋଇ କାନିରେ ବନ୍ଧା ହୋଇଛି। 5 ଟଙ୍କାର ନୋଟଟିଏ, ଅଥଚ ତା ଅପରାଧର ଜୋରିମାନା ପାଇଁ ସେତିକି ଆଦୌ ଯଥେଷ୍ଟ ହେବ ନାହିଁ। ସୁଗନ୍ଧିପୁର ସହର ତଳି ଏ ଆଦିବାସୀ ପଲ୍ଲୀଟିର ନାମରୁ କେବଳ ସୁଗନ୍ଧ ଝରେ ନାହିଁ, ତାର ଫୁଲ, ଫଳ, ଗଛ, ପତ୍ର, ଝରଣା, ନଈ ସବୁଥିରେ ଭରପୁର ସୁଗନ୍ଧ। ଆଉ ସୁଗନ୍ଧିପୁରର ଜୁଆନ ଝିଅଗୁଡ଼ାକ, ସେମାନେ ଯେମିତି ଗୋଟିଏ ଗୋଟିଏ ମନମତାଣିଆ ଅତର ଶିଶି। ତାଙ୍କ ଚାଲିରେ, ହସରେ, କଥାରେ, ଚାହାଣୀରେ ମହମହ ବାସ୍ନା। ତାଙ୍କୁ ଖାଲି ଚାହିଁଦେଲେ ମନତମା ମହକି ଉଠେ, ଆଉ ଛୁଇଁଦେଲେ, ଆଃ, ମିଠା ମିଠା ଅନୁଭୂତିରେ ମନ ଭରିଯାଏ। ସହରର ଦ୍ରବ୍ୟରେ ଅନେକ କୃତ୍ରିମତା। କଳା ମୋଡ଼ା ଚାବିଦିଆ କଣ୍ଢେଇଟି ଭଳି କଥା କଥାକେ ସବୁ ବିଗିଡ଼ିଯାଏ, ମନ ପିତା ହୋଇଯାଏ। କିନ୍ତୁ ଏ ସୁଗନ୍ଧିପୁରର ଝିଅଗୁଡ଼ା କେବେ ହେଲେ ବିଗିଡ଼ନ୍ତି ନାହିଁ। ରାଗ, ଅଭିମାନ, ଆଦବ କାଇଦା, ଦବାନବା ବିଷୟ ନେଇ ତାଙ୍କର ମୁଣ୍ଡ ବଥାଏ ନାହିଁ। ଅଳ୍ପକେ ସେମାନେ ସନ୍ତୁଷ୍ଟ, ଅଳସ ହୋଇ ବସି ରାଗିବାରେ ତାଙ୍କର ଖୁବ୍ ଘୃଣା। ସବୁବେଳେ ପାହାଡ଼ୀ ଝରଣାଟି ଭଳି ସେମାନେ ଚଞ୍ଚଳ, ମୁଖର, ପ୍ରାଣପ୍ରାଚୁର୍ଯ୍ୟରେ ଭରପୁର। ଟିକେ ଇସାରାରେ, ଟିକେ ଆଦରରେ, ଅଳ୍ପ ସୁହାଗରେ ସେମାନେ ନଦୀ ହୋଇ ବହିଯାଆନ୍ତି। ପଛକୁ ଫେରି ଚାହିଁବାକୁ ଅବସର ମିଳେ ନାହିଁ।
ପାପ ପୁଣ୍ୟ ଲଜ୍ଜା ଭୟ ତାଙ୍କର ଗତିରୋଧ କରେ ନାହିଁ। ଜଙ୍ଗଲୀ ଝରଣାଟି ଭଳି ବନ୍ୟ ହରିଣୀଟି ପରି ସେମାନେ ଉତ୍ତାଳ ଉଚ୍ଛଳ ନିଜ ସୌନ୍ଦର୍ଯ୍ୟରେ ଅନୁପମ। ଏବେ କିନ୍ତୁ ସେ ଅନୁନ୍ନତ ପଲ୍ଲୀଟିରେ ଶିକ୍ଷା ଓ ସଭ୍ୟତାର ଛୁଆଁ ଲାଗିଲାଣି ଅଳ୍ପ ଅଳ୍ପ। ସେ ନିଘଞ୍ଚ ନିବିଡ଼ ଆଦିବାସୀମାନଙ୍କର ବସ୍ତିଟି, ଯାହାର ନାମ ସୁଗନ୍ଧିପୁର, ଏବେ ତାହା ସରକାରୀ ସାହାଯ୍ୟ ଓ ମିଶନାରୀମାନଙ୍କର ସେବା ଓ ପ୍ରଚେଷ୍ଟାରେ ଆଧୁନିକତା ଶିକ୍ଷା ସଭ୍ୟତାର ପାହାଚରେ ଛୋଟ ପିଲାଟି ପରି ଗୁରୁଣ୍ଡି ଗୁରୁଣ୍ଡି ଉଠିବାକୁ ଚେଷ୍ଟା କରୁଛି। ଗାଁ ମୁଣ୍ଡରେ ସରକାରୀ ସେବାଶ୍ରମଟିଏ, ଝିଅ ଓ ପୁଅ ଉଭୟେ ପଢ଼ିବାର ବ୍ୟବସ୍ଥା ଅଛି। ସରକାର ସବୁ ପ୍ରକାର ଆର୍ଥିକ ସାହାଯ୍ୟ ଦେଇଥାନ୍ତି, ତଥାପି ଛାତ୍ର ସଂଖ୍ୟା ଖୁବ୍ ବେଶୀ ହୁଏ ନାହିଁ। ଆଦିବାସୀ ଅଭିଭାବକଙ୍କ ମନରେ ବିରାଟ ପ୍ରଶ୍ନବାଚୀ, ଦି ଅକ୍ଷର ପାଠ ପଢ଼ି କ'ଣ କରିବେ ତାଙ୍କର ପୁଅ ଝିଅମାନେ? ଘାସକୁ ଲମ୍ବ ବେଣାକୁ ଛୋଟ ହେବା ଭଳି ଅବସ୍ଥା ହେବ ନାହିଁ ତ ଆଉ? ଜୀବନକୁ ସେମାନେ କେତୋଟି ଜନ୍ମଗତ କ୍ଷୁଧାର ପରିପୂରଣ ଅର୍ଥରେ ଗ୍ରହଣ କରି ନେଇଛନ୍ତି। ସଭ୍ୟତାର ସିଡ଼ିରେ ଆଗେଇ ଯିବାର ଆକାଙ୍କ୍ଷା ନାହିଁ, ପଛରେ ପଡ଼ି ରହିବାର ଅନୁଶୋଚନା ଅସନ୍ତୋଷ ଭାବ ନାହିଁ। କ୍ଷୁଧା ନିବାରଣ ପାଇଁ ଖାଦ୍ୟ ମୁଠାଏ, ଶୀତ ବର୍ଷାରୁ ଦେହକୁ ବଞ୍ଚାଇବା ପାଇଁ ଖଣ୍ଡେ ବସ୍ତ୍ର ଆଉ ଦେହର କ୍ଷୁଧା ମିଟାଇବା ପାଇଁ ସାଥିଟିଏ ହେଲେ ଜୀବନ ସ୍ୱଚ୍ଛନ୍ଦରେ ଗଡ଼ି ଚାଲେ। ସହର ଜୀବନ ଭଳି ପ୍ରତି କ୍ଷେତ୍ରରେ ଦୌଡ଼ ପ୍ରତିଯୋଗିତା, ପରସ୍ପରକୁ ହରାଇ ଦେଇ ନିଜେ ଉଚ୍ଚକୁ ଉଠିବାର ବିଭତ୍ସ ଲାଳସା, ଯଶ ଖ୍ୟାତି ଅର୍ଥ ସମ୍ମାନର ଅସଂଖ୍ୟ ବାସନା କାମନାରେ ଅହରହ ଅତିଷ୍ଠ କ୍ଲାନ୍ତିକର ଜୀବନଠାରୁ ଢେର ସହଜ ସାବଲୀଳ ଛନ୍ଦମୟ ଜୀବନ ତାଙ୍କର। ଏବେ କିନ୍ତୁ ସେମାନେ ଅଳ୍ପ ଅଳ୍ପ ସଭ୍ୟତାର ରୂପରେଖ ଦେଖିଲେଣି। ଶିକ୍ଷାର ମୂଲ୍ୟ କେହି କେହି ବୁଝିବାକୁ ଚେଷ୍ଟା କଲେଣି। ଗାଁ ଭିତରେ ମିଶନାରୀମାନଙ୍କର ଚର୍ଚ୍ଚଟିଏ, ଛୋଟ ଡିସ୍ପେନ୍ସରୀଟିଏ, ଚିକିତ୍ସା ବିଜ୍ଞାନକୁ ଏବେ ସେମାନେ କେହି କେହି ସ୍ୱୀକାର କଲେଣି। ଅନେକ ଅନ୍ଧବିଶ୍ୱାସ ଧୀରେ ଧୀରେ ଦୂର ହେଉଛି। ସୁଗନ୍ଧିପୁର ଆଉ ପାଖ ସହରକୁ ବିଚ୍ଛିନ୍ନ କରିଛି ଖରସ୍ରୋତା ନଦୀଟିଏ, ନାଁ ତା'ର ସାପୁଆ ଝର। ଖରାଦିନେ ଅସ୍ଥାୟୀ କାଠପୋଲଟିଏ ତିଆରି ହୁଏ। ସାହେବମାନଙ୍କର ଗାଡ଼ି ତା ଉପରେ ଆସିପାରେ। ବର୍ଷା ଋତୁରେ ହୁଲି ଡଙ୍ଗାରେ ନଈ ପାରି ହେବାକୁ ପଡ଼େ। ଅନ୍ୟ ଏକ ଦୀର୍ଘ ପଥ ଦେଇ ସାହେବମାନେ ଆସନ୍ତି ସୁଗନ୍ଧିପୁର ଡାକବଙ୍ଗଳାକୁ। ଡଙ୍ଗାରେ ପାରି ହୋଇ ଗାଁ ଲୋକମାନେ ସହର ଯାଆନ୍ତି। ଡିମ୍ବ କୁକୁଡ଼ା କ୍ଷୀର ଦହି ବିକ୍ରି କରି କିଛି କିଛି ବ୍ୟବହାର୍ଯ୍ୟ ପଦାର୍ଥ କିଣି ଆଣନ୍ତି ସହରରୁ। ଜଙ୍ଗଲ ସରକାରଙ୍କ ହାତକୁ ଯିବା ପରଠୁ ସୁଗନ୍ଧିପୁରର ବନ୍ୟ ଅଧିକାରୀମାନଙ୍କର ସ୍ୱଚ୍ଛନ୍ଦ ଜୀବନଯାତ୍ରା ବ୍ୟାହତ ହୋଇଛି। ଜୀବିକା ଅର୍ଜନ ପାଇଁ ଗାଁର ଜୁଆନ୍ ଟୋକାମାନେ ସହରକୁ ଯାଇ ମୂଲ ଲଗାନ୍ତି। ଛୋଟ ଚାକିରି ଖଣ୍ଡେ ଅଧେ ଖୋଜି ନିଅନ୍ତି। ତେବେ ମଧ୍ୟ ସହର ଜୀବନ ପ୍ରତି ମନରେ ଆକର୍ଷଣ ନାହିଁ। ଅଳ୍ପକେ ସନ୍ତୁଷ୍ଟ ପ୍ରାଣୀଗୁଡ଼ିକ। ବିଭିନ୍ନ ଋତୁରେ ବିଭିନ୍ନ ପର୍ବ ଉତ୍ସବ ଆନନ୍ଦ ଭିତରେ ସୁଗନ୍ଧିପୁରର ଦାରିଦ୍ର୍ୟ ଅନୁନ୍ନତ ଅବସ୍ଥା ଛପିଯାଏ। ଦିନେ ଅଧେ ବୁଲି ଯାଉଥିବା ସହରୀ ବାବୁମାନଙ୍କ ଆଖିରେ ସୁଗନ୍ଧିପୁର ଚିତ୍ରପଟଟିଏ ଭଳି ରଙ୍ଗୀନ ଦିଶେ। ସେଥିରେ ଦୁଃଖ ଶୋକ ଅନାହାର ଅଶିକ୍ଷା ଅନ୍ଧବିଶ୍ୱାସର ଧୂସର ବିବର୍ଣ୍ଣତା ନଥାଏ। ସେ ଚିତ୍ରପଟଟିରେ ଥାଏ ସୁଗନ୍ଧିପୁରର ଝରଣା ନଈ ବନ୍ୟହରିଣୀ ଅରଣ୍ୟ କୁସୁମ ଆଉ ତରୁଣୀ ଝିଅମାନଙ୍କର ଯୌବନଭରା ଦେହର ରେଖାଚିତ୍ର। ସେ ଆକର୍ଷଣରେ ସୁଗନ୍ଧିପୁର ଡାକବଙ୍ଗଳାରେ ସବୁବେଳେ ଭିଡ଼। ସୁଗନ୍ଧିପୁର ଡାକବଙ୍ଗଳାଟି ଛବିରେ ଦେଖିଥିବା ଚିତ୍ରପଟଟି ଭଳି। ସାପୁଆ ଝରକୁ ଲାଗି ଡାକବଙ୍ଗଳାଟି ଅଧିକ ରମଣୀୟ ହୋଇ ଉଠିଛି। ଲତା ପତ୍ର ଘେରା ଡାକବଙ୍ଗଳାଟି ସାପୁଆ ଝରର ମୁହଁ ଦେଖେ ଏବଂ ସାପୁଆ ଝରଟି ଡାକବଙ୍ଗଳାଟିର ପାଦ ଛୁଇଁ ନିଜକୁ ଧନ୍ୟ କରିନିଏ। ଠିକ୍ ବୁଝି ହୁଏ ନାହିଁ। ଡାକବଙ୍ଗଳାର ପ୍ରଶସ୍ତ ବାରଣ୍ଡାରେ ବସିଲେ ସାପୁଆ ଝରର ଅତଡ଼ିରେ ଗ୍ରାମ୍ୟ ତରୁଣୀଙ୍କର ସଦ୍ୟସ୍ନାତ ସୌନ୍ଦର୍ଯ୍ୟକୁ ଉପଭୋଗ କରିହୁଏ। ରାତ୍ରିର ପ୍ରୟୋଜନ ପାଇଁ ସାଥୀ ନିର୍ବାଚନ କରିହୁଏ। ନିଝୁମ ରାତିରେ ଡାକବଙ୍ଗଳାକୁ ଭାସି ଆସେ ଘୁମୁରା ମାଦଳର ଉତ୍ତାଳ ତରଙ୍ଗ ଆଉ ଜୁଆନ୍ ପୁଅଝିଅଙ୍କର ହସ ଓ ନୃତ୍ୟର ଛନ୍ଦ। କେଉଁ ଏକ ସ୍ୱପ୍ନରେ ଭିଜି ଭିଜି ଡାକବଙ୍ଗଳାଟି ବି ମାତାଲ ହୋଇ ଉଠେ। ସେ ଡାକବଙ୍ଗଳାଟି ଆଉ ଏକ ଅତିରିକ୍ତ ଆକର୍ଷଣ ଥିଲା। ନିଝୁମ ରାତିରେ ଡାକବଙ୍ଗଳାଟି ରହସ୍ୟମୟ ହୋଇ ଉଠେ। କେଉଁ ଏକ ଅଦୃଶ୍ୟ ଅଭିସାରିକା ପ୍ରେମଭରା ଅସ୍ପଷ୍ଟ ସଙ୍ଗୀତ ଗୁଞ୍ଜରି ଉଠେ ଡାକବଙ୍ଗଳାର ହତାରେ।
ସେ କଣ୍ଠସ୍ୱର ଅତୀବ ପ୍ରାଣସ୍ପର୍ଶୀ, ଅତ୍ୟନ୍ତ ମଧୁର। ସେ ସଙ୍ଗୀତରେ ଭରି ରହିଥାଏ ଅଜସ୍ର କାରୁଣ୍ୟ, ଅକଳନ ଆବେଦନ। ସେ ସଙ୍ଗୀତର ସ୍ପର୍ଶରେ ଦେହ ମନ ରୋମାଞ୍ଚିତ ହୁଏ, ମାତାଲ ହୋଇଉଠେ ଶିକ୍ଷା ସଭ୍ୟତାରେ ମଜାଘଷା ହୋଇଥିବା ବନ୍ଧୁର ହୃଦୟ। ଇଚ୍ଛା ହୁଏ ସେ ଅଦୃଶ୍ୟ ସଙ୍ଗୀତମୟୀ ନାରୀଟିକୁ ଯେ କୌଣସି ଉପାୟରେ ଆପଣାର କରିନେବାକୁ। ମାତ୍ର ତା ସମ୍ଭବ ହୁଏ ନାହିଁ। ସେ ନାରୀ ଅଶରୀରୀ, ସେ ଏକ ବିକଳ ଅତୃପ୍ତ ଆତ୍ମା। ସେ ଡାକବଙ୍ଗଳାଟିର ରୋମାଞ୍ଚକର ବ୍ୟବଚାରୀ ଭରା ଆତ୍ମଲିପିର ସେ ଏକ ବିକଳ ଜୀର୍ଣ୍ଣ ପୃଷ୍ଠା ବୋଲି ନବଘନର ଦୃଢ଼ ମତ। ରାତ୍ରିର ନିଝୁମ ହେଲେ କେହି ଜଣେ ଝୁମି ଝୁମି ଗୀତ ଗାଏ, ଘୂରି ବୁଲେ ଡାକବଙ୍ଗଳାର ପୁଷ୍ପଭରା ଉଦ୍ୟାନର କୋଣ ଅନୁକୋଣରେ। ସେହି ସଙ୍ଗୀତର ଗୋଟାଏ ଅଦ୍ଭୁତ ଦୁର୍ବାର ଆକର୍ଷଣ ଥାଏ ଯେମିତି। ଥରେ ଶୁଣିଲେ ଆଉ ଥରେ ଶୁଣିବା ପାଇଁ ଟାଣି ହୋଇ ଆସନ୍ତି ବାବୁମାନେ ସେ ନିର୍ଜନ ଡାକବଙ୍ଗଳାକୁ। ବେଳେବେଳେ ଗୋଟାଏ ଅସ୍ପଷ୍ଟ ଛାୟାମୂର୍ତ୍ତି ଘୂରି ବୁଲୁଥିବାର କେହି କେମିତି ଦେଖିଛନ୍ତି। ଆଉ ଅଧିକ ଜାଣିବାରେ କୌତୂହଳ ଜାଗିଲେ ମଧ୍ୟ ମନରେ ସାହସ କୁଳାଏ ନାହିଁ। ନବଘନ ସାହସ ଦିଏ, ଡରିବାର କିଛି ନାହିଁ। ସେହି ଅଦୃଶ୍ୟ ଅଭିସାରିକା କାହାରି କିଛି କ୍ଷତି କରେ ନାହିଁ, କରିବ କାହିଁକି? କରିବ ବି ନାହିଁ। ତା ବିଷୟରେ ଅଧିକ ଆଗ୍ରହ ପ୍ରକାଶ କରିବା ଅନୁଚିତ। ବାବୁମାନେ ନବଘନର କଥାକୁ ବେଦର ଗାର ପରି ମନେ କରନ୍ତି। ଦିନେ ହେଲେ କେହି ତା ସେ ସଙ୍ଗୀତମୟ ରମଣୀର ଜୀବନର ରହସ୍ୟ ଜାଣିବା ପାଇଁ ନବଘନକୁ ଜିଜ୍ଞାସା କରିନାହାନ୍ତି। ସେହି ଛାୟାମୂର୍ତ୍ତିଟିର ଅନୁସରଣ କରି ନିଜ ପୌରୁଷର ଦୁଃସାହସିକତା ପ୍ରକାଶ କରିନାହାନ୍ତି। କିନ୍ତୁ ଜୀବନେନ୍ଦୁ ଯେମିତି ଏକ ବ୍ୟତିକ୍ରମ। କୌଣସି ଅନ୍ଧବିଶ୍ୱାସକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ। ସବୁଥିରେ ସେ ଖୋଜି ବସନ୍ତି ଯୁକ୍ତି ପ୍ରମାଣ। ସେ ମନସ୍ତତ୍ତ୍ୱବିତ୍, ଆଦିବାସୀ ଜୀବନ ଓ ଜଙ୍ଗଲୀ ମନୋବିଜ୍ଞାନ ଉପରେ ଗବେଷଣା ଚଳାଇଛନ୍ତି। ସେଥିପାଇଁ କ୍ରମାଗତ ଅନେକ ଦିନ ଧରି ସେ ଡାକବଙ୍ଗଳାର ଗୋଟିଏ ରୁମ୍ ରିଜର୍ଭ କରି ରହନ୍ତି। ଘୂରି ବୁଲନ୍ତି ଜଙ୍ଗଲର ଅନ୍ଦିକନ୍ଦିରେ। ସୁଗନ୍ଧିପୁରର ଘରେ ଘରେ ସେ ନିଜକୁ ହଜାଇ ଦିଅନ୍ତି, ମିଶାଇ ଦିଅନ୍ତି ନିଜକୁ ଆଦିବାସୀ ଜୀବନଯାତ୍ରା ଭିତରେ। ଭୁଲିଯାଆନ୍ତି ନିଜର ଶିକ୍ଷା, ସଭ୍ୟତା, ପରମ୍ପରା। ଗୋଟାଏ ବାଦଶାହୀ ମିଜାଜ ନେଇ ଜୀବନକୁ ଉପଭୋଗ କରିବା ପାଇଁ, ଛୁଟି କଟାଇବା ପାଇଁ ସେ ଆସନ୍ତି ନାହିଁ। ସେ ଆସନ୍ତି ଅଧ୍ୟୟନ ପାଇଁ, ଜ୍ଞାନ ଆହରଣ ପାଇଁ, ଆଦିବାସୀ ଜୀବନର ନାନା ତଥ୍ୟ ଅନ୍ୱେଷଣ ପାଇଁ। ଏଥିପାଇଁ ସେ ସରକାରଙ୍କଠାରୁ ଗୋଟିଏ ବଡ଼ ଧରଣର ବୃତ୍ତି ପାଇଛନ୍ତି। ଜୀବନେନ୍ଦୁଙ୍କ ଗବେଷଣାର ଫଳାଫଳ ଆଦିବାସୀ ଜୀବନରୁ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର କରି ତାଙ୍କର ଜୀବନ ଧାରଣା ପ୍ରଣାଳୀକୁ ଉନ୍ନତ କରିବେ। ସେମାନଙ୍କୁ ଶିକ୍ଷା ସଭ୍ୟତାର ସୋପାନରେ ଅଗ୍ରସର ହେବାକୁ ସାହାଯ୍ୟ କରିବେ। ଜୀବନେନ୍ଦୁ ସହରର ଜଣେ ନାମକରା ଅଭିଜାତ ବଂଶର ଦାୟତ। ଅଜସ୍ର ଟଙ୍କାର ବ୍ୟାଙ୍କ ବାଲାନ୍ସ। ସେ ଚାହିଁଲେ ଜୀବନକୁ ଖୁବ୍ ସୌଖିନ ଭାବରେ ଉପଭୋଗ କରିପାରନ୍ତେ। ମାତ୍ର ତାଙ୍କ ଜୀବନ ଦର୍ଶନ ସ୍ୱତନ୍ତ୍ର। ଜୀବନକୁ ସେ ଏକମାତ୍ର ଉପଭୋଗ ଭିତରେ ସୀମିତ କରିଦିଅନ୍ତି ନାହିଁ। ଗବେଷଣା ଶେଷ ହୋଇଯିବା ପରେ ସେ ଖୁବ୍ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବେ। ଦେଶର ଜଣେ ନାମକରା ବ୍ୟକ୍ତି ହେବେ। ଏବେ ମଧ୍ୟ ସେ ଜଣେ ପଦସ୍ଥ ଅଫିସର। ତାଙ୍କଠାରେ ସେ ସାହେବ ଢଙ୍ଗର ସ୍ପର୍ଶ ନାହିଁ। ଖୁବ୍ ସହଜ ସାବଲୀଳ ତାଙ୍କର ଜୀବନଶୈଳୀର ପ୍ରଣାଳୀ। ଅବିବାହିତ ହେଲେ ମଧ୍ୟ ଉପଭୋଗର ନିଶା ନାହିଁ। ବେଶ୍ ଗମ୍ଭୀର ଓଜନଦାର ବ୍ୟକ୍ତିତ୍ୱ। ନବଘନ ତାଙ୍କୁ ଶ୍ରଦ୍ଧା କରେ। ଜୀବନେନ୍ଦୁଙ୍କର ପ୍ରତିଟି କାର୍ଯ୍ୟ କରିବାରେ ନବଘନର କର୍ତ୍ତବ୍ୟବୋଧ ଅପେକ୍ଷା ଆନ୍ତରିକତା ହିଁ ବେଶୀ ଥାଏ। ଜୀବନେନ୍ଦୁ ଭିନ୍ନ ସ୍ୱାଦର ବ୍ୟକ୍ତି। ତାଙ୍କ ପାଇଁ ନବଘନର ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱତନ୍ତ୍ର ବିଚାର। ତେବେ ଏଠାରେ ଶେଷ ହେଲା ପ୍ରତିଭା ରାୟଙ୍କର ଉପନ୍ୟାସ ପରିଚୟର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।